ଏହି କାହାଣୀଟି ଲକ୍ଷ୍ନୌ ସହରର, ଯୋଉଠି ମୀରା ତାଙ୍କ ଝିଅ ତାରା ସହିତ ଏକ ଭଡ଼ା ଘରେ ରହୁଥିଲେ। ମୀରା ତାଙ୍କ ଝିଅ ତାରାକୁ ବହୁତ ଭଲ ପାଉଥିଲେ ଏବଂ ଦୁହେଁ ସେମାନଙ୍କ ଜୀବନରେ ବହୁତ ଖୁସି ଥିଲେ। ଗୋଟିଏ ଦିନ ତାଙ୍କ ଜୀବନରେ ପୁଣି ଏକ ବଡ଼ ପରିବର୍ତ୍ତନ ଆସିଲା। ସାଙ୍ଗମାନେ, ସମ୍ପୂର୍ଣ୍ଣ କାହାଣୀ ଶୁଣିବା ପାଇଁ ଭିଡିଓଟିକୁ ଲାଇକ୍ କରି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ। ଲକ୍ଷ୍ନୌର ଏକ ଥଣ୍ଡା ସକାଳ, ଯେତେବେଳେ କୁହୁଡ଼ି ସହରକୁ ନିଜ କୋଳରେ ଘୋଡ଼ାଇ ରଖିଥିଲା। ମୀରା ତାଙ୍କ ଛୋଟ ଭଡ଼ା ଘରେ ରେଡି ହେଉଥିଲେ। 30 ବର୍ଷୀୟ ମୀରାଙ୍କ ଆଖିରେ ଏକ ଅକୁହା କ୍ଳାନ୍ତି ଥିଲା, କିନ୍ତୁ ତାଙ୍କ ମୁହଁ ତାଙ୍କ 5 ବର୍ଷର ଝିଅର ହସରେ ପରିପୂର୍ଣ୍ଣ ଥିଲା। ସେ ସବୁବେଳେ ତାରା ପାଇଁ ହସୁଥିଲେ। ସେମିତିରେ ଆଜି ଏକ ବିଶେଷ ଦିନ ଥିଲା। ତାରାର ପ୍ରଥମ ସ୍କୁଲ ଆଡମିସନ ଥିଲା, ଆଉ ମୀରା ପାଇଁ ଏହା ଏକ ନୂତନ ଆରମ୍ଭ ପରି ଥିଲା। ସେ ତାରାକୁ ହାଲୁକା ଗୋଲାପୀ ଫ୍ରକ୍ ପିନ୍ଧାଇଥିଲେ, ତା କେଶରେ 2ଟି ବେଣୀ ପକେଇ ଦେଇଥିଲେ ଏବଂ ତା ପାଇଁ ଏକ ଛୋଟ ବ୍ୟାଗ ପ୍ରସ୍ତୁତ କରୁଥିଲେ। ତାରାର ହସ ଘରେ ପ୍ରତିଧ୍ୱନିତ ହେଉଥିଲା ଏବଂ ମୀରା ପାଇଁ ଏହା ହିଁ ଦୁନିଆ ଥିଲା। ମମ୍ମି, ମୁଁ ସ୍କୁଲରେ ନୂଆ ଫ୍ରେଣ୍ଡ କରିବି କି? ତାରା ତା ବଡ଼ ବଡ଼ ଆଖିରେ ପଚାରିଲେ। ହଁ ମାମା, ବହୁତ ଫ୍ରେଣ୍ଡ ବନେଇବୁ, ମୀରା ହସି ହସି ଉତ୍ତର ଦେଲେ। କିନ୍ତୁ ତାଙ୍କ ମନ ଅନ୍ୟ କୌଣସି ସ୍ଥାନରେ ଅଟକିଥିଲା। ସ୍କୁଲର ନାଁ ଶୁଣି ତାଙ୍କ ହୃଦୟରେ ଏକ ପୁରୁଣା ଯନ୍ତ୍ରଣା ଉଠୁଥିଲା। ସେହି ସ୍କୁଲ, ସେ ସେହି ସ୍ଥାନକୁ ଯାଉଥିଲେ। ସେହି ସ୍ଥାନରୁ ତାଙ୍କ ଜୀବନ ଥରେ ନୂଆ ମୋଡ଼ ନେଇଥିଲା। ମୀରା ଏବଂ ତାରା ସ୍କୁଲକୁ ଏକ ଅଟୋ ଧରି ଯାଇଥିଲେ। ଲକ୍ଷ୍ନୌର ରାସ୍ତାରେ ଗାଡ଼ିର ଶବ୍ଦ, ଦୋକାନୀଙ୍କ ଡାକ ଏବଂ ସକାଳର ଭିଡ଼ ମୀରାକୁ ତାଙ୍କ ଭାବନାରୁ ବାହାର କରି ଆଣିଥିଲା। ସେ ତାରାର କୁନି କୁନି ହାତ ଧରି ବସିଥିଲେ, କିନ୍ତୁ ତାଙ୍କ ମନ ଅତୀତରେ ବୁଲୁଥିଲା। 6 ବର୍ଷ ପୂର୍ବରୁ ସେ ଦୀପକଙ୍କ ସହିତ ବିବାହ କରିଥିଲେ। ତାଙ୍କ କଲେଜ ପ୍ରେମ ଦୀପକ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସ୍ୱପ୍ନ ଥିଲା। କିନ୍ତୁ ବିବାହର 2 ବର୍ଷ ପରେ ସବୁକିଛି ଭାଙ୍ଗିଗଲା। ଦୀପକଙ୍କ ପରିବର୍ତ୍ତନଶୀଳ ପ୍ରାଥମିକତା, ସେମାନଙ୍କର ଦୈନନ୍ଦିନ ଯୁକ୍ତିତର୍କ ଏବଂ ସର୍ବୋପରି ଛାଡ଼ପତ୍ର, ସବୁକିଛି ଏତେ ଶୀଘ୍ର ଘଟିଗଲା ଯେ ମୀରା ସୁସ୍ଥ ହେବାର ସୁଯୋଗ ପାଇଲା ନାହିଁ। ସ୍କୁଲ ଗେଟ୍ରେ ଅଟୋ ଅଟକିଗଲା। ନବଦୀପ ସ୍କୁଲର ବୋର୍ଡ ଦେଖି ମୀରାର ହୃଦୟର ସ୍ପନ୍ଦନ ବଢ଼ିଗଲା। ଏଇଠି ହିଁ ସେ ପ୍ରଥମ ଥର ପାଇଁ ଦୀପକକୁ ଭେଟିଥିଲେ। ଦୀପକ କଣ ଏବେ ବି ଏଇଠି ଅଛନ୍ତି କି? ସେ ଶୁଣିଥିଲେ ଯେ ସେ ଏବେ ପ୍ରିନ୍ସିପାଲ। ମୀରା ନିଜକୁ ବିଶ୍ୱାସ ଦେଲେ, ମୋତେ କେବଳ ତାରା ପାଇଁ ଏଠାରେ ରହିବାକୁ ପଡ଼ିବ। ସେ ତାରାର ହାତ ଧରି ସ୍କୁଲ ଅଫିସ ଆଡ଼କୁ ଚାଲିଗଲେ। କରିଡୋରରେ ପିଲାମାନଙ୍କ ହସ ଏବଂ ପୁସ୍ତକର ବାସ୍ନା ତାଙ୍କୁ ପୁରୁଣା ସ୍ମୃତିକୁ ଟାଣି ନେଇଗଲା। କିନ୍ତୁ ରିସେପସନିଷ୍ଟଙ୍କ କଥାରେ ତାଙ୍କ ଧ୍ୟାନ ସେଠାରୁ ହଟିଗଲା। ମ୍ୟାଡାମ, ପ୍ରିନ୍ସିପାଲ ସାର୍ ଆପଣଙ୍କୁ ଭେଟିବାକୁ ଚାହୁଁଛନ୍ତି। ମୀରାଙ୍କ ହୃଦୟ ଦ୍ରୁତଗତିରେ ଚାଲୁଥିଲା। ସେ ତାରାକୁ ରିସେପସନରେ ଛାଡ଼ି ପ୍ରିନ୍ସିପାଲଙ୍କ ରୁମ୍ ଆଡ଼କୁ ଚାଲିଗଲେ। ଦ୍ୱାରରେ ଦୀପକ ଶର୍ମା ପ୍ରିନ୍ସିପାଲ ଲେଖାଯାଇଥିଲା। ସେ ଏକ ଗଭୀର ନିଶ୍ୱାସ ନେଇ ଡୋର ବାଡ଼େଇଲେ। ଭିତରୁ ଏକ ପରିଚିତ ସ୍ୱର ଆସିଲା। ମୀରା ଦ୍ୱାର ଖୋଲି ଭିତରକୁ ପାଦ ଥାପିଲେ। ଦୀପକ ତାଙ୍କ ଚେୟାରରେ ବସିଥିଲେ। ସେ କିଛି କାଗଜପତ୍ର ଦେଖୁଥିଲେ। ମୁଣ୍ଡ ଉଠାଇବା ମାତ୍ରେ ତାଙ୍କ ଆଖି ମୀରାଙ୍କ ଆଖି ସହିତ ମିଶିଗଲା। ସମୟ କିଛି ସମୟ ପାଇଁ ଅଟକିଗଲା। ଦୀପକଙ୍କ ଆଖିରେ ଆଶ୍ଚର୍ଯ୍ୟ, ଅନୁତାପ ଏବଂ କିଛି ଅକଥିତ ଯନ୍ତ୍ରଣା ଥିଲା। ମୀରା, ତାଙ୍କ ସ୍ୱର ଭାରି ଥିଲା। ହଁ, ମୁଁ ତାରାର ଆଡମିସନ ପାଇଁ ଆସିଛି, ମୀରା ଶାନ୍ତ ସ୍ୱରରେ କହିଲା। ଦୀପକ ତାଙ୍କୁ ବସିବାକୁ ଇଙ୍ଗିତ କଲେ। କୋଠରୀରେ ନୀରବତା ଥିଲା। କେବଳ କାନ୍ଥରେ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଶୁଭୁଥିଲା। ମୀରା ଦୀପକକୁ ଚାହିଁଲା। 35 ବର୍ଷୀୟ ଦୀପକ ଏବେ ପୂର୍ବ ଅପେକ୍ଷା ଅଧିକ ଗମ୍ଭୀର ଦେଖାଯାଉଥିଲେ। ତାଙ୍କ ଆଖି ତଳେ ହାଲୁକା କଳା ଚିହ୍ନ ଏବଂ ତାଙ୍କ ମୁହଁରେ ଦୁଃଖର ଛାୟା ଥିଲା। ତାରା ତୁମର ଝିଅ? ଦୀପକ ଧୀରେ ପଚାରିଲେ। ହଁ, ମୋ ଝିଅ, ମୀରା ଉତ୍ତର ଦେଲା। କିନ୍ତୁ ସେ ଆମର ଶବ୍ଦଟି କହିନଥିଲେ। ଦୀପକ ତାରା ବିଷୟରେ କିଛି ଜାଣିନଥିଲେ। ଛାଡ଼ପତ୍ର ପରେ ମୀରା ତାଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲା। ସେ ବହୁତ କ୍ୟୁଟ୍, ଦୀପକ କହିଲେ, ଏବଂ ତାଙ୍କ କଣ୍ଠସ୍ୱରରେ ଏକ ଅଦ୍ଭୁତ ଉଷ୍ମତା ଥିଲା। ମୁଁ ତାକୁ ବାହାରେ ଦେଖିଲି। ତୁମେ ତାକୁ ବହୁତ ଭଲ ଭାବରେ ପାଳନ କରିଛ ମୀରା। ମୀରା କିଛି ଉତ୍ତର ଦେଲା ନାହିଁ। ତାଙ୍କ ମନରେ ପ୍ରଶ୍ନର ଝଡ଼ ଉଠୁଥିଲା। ଦୀପକକୁ କଣ ପ୍ରକୃତରେ ତାରାର ଚିନ୍ତା ଥିଲା? ସେ କଣ ଏବେ ବି ସେଇ ଦୀପକ ଯିଏ ତାଙ୍କୁ ଏକା ଛାଡ଼ି ଦେଇଥିଲେ? ଆଡମିସନ ପ୍ରକ୍ରିୟା ସମାପ୍ତ ହେବ। କାଗଜପତ୍ର ଦେଖି ଦୀପକ କହିଲେ, କିନ୍ତୁ ମୀରା, ଆମେ ଥରେ କଥା ହୋଇପାରିବା କି? ମାତ୍ର 5 ମିନିଟ, ମୋର ଡେରି ହେଉଛି, ମୀରା ଥଣ୍ଡା ସ୍ୱରରେ କହିଲେ ଏବଂ ଉଠି ଚାଲିଯିବାକୁ ଲାଗିଲେ।
କିନ୍ତୁ ଦୀପକର ସ୍ୱର ତାଙ୍କୁ ଅଟକାଇଲା। ମୁଁ କ୍ଷମା ମାଗିବାକୁ ଚାହୁଁଛି ମୀରା, ମୁଁ ବହୁତ ଭୁଲ କରିଛି। ମୀରା ଅଟକି ଗଲା, କିନ୍ତୁ ସେ ପଛକୁ ଚାହିଁଲା ନାହିଁ। ଏବେ କ୍ଷମା ମାଗିବା ଦ୍ୱାରା ଆଉ କଣ ହବ? ଦୀପକ ଏହା କହି ଦ୍ୱାର ଖୋଲି ବାହାରକୁ ଚାଲିଗଲେ। ସ୍କୁଲ ଛାଡିବା ସମୟରେ ମୀରା ବହୁତ କଷ୍ଟ ଅନୁଭବ କରୁଥିଲେ। ତାରା ଖୁସିରେ ତାର ନୂତନ ପୁସ୍ତକ ଦେଖାଉଥିଲା, କିନ୍ତୁ ମୀରାର ଧ୍ୟାନ ଅନ୍ୟ କୌଣସି ସ୍ଥାନରେ ଥିଲା। ଦୀପକଙ୍କ କଥା ତା ମନରେ ବାରମ୍ବାର ପ୍ରତିଧ୍ୱନିତ ହେଉଥିଲା। ମୁଁ କ୍ଷମା ମାଗିବାକୁ ଚାହୁଁଛି। ସେ ପ୍ରକୃତରେ ବଦଳି ଯାଇଥିଲେ କି, ନା ଏହା କେବଳ ଏକ ଅଭିନୟ ଥିଲା? ଘରେ ପହଞ୍ଚିବା ପରେ ମୀରା ତାରାକୁ ଖାଇବାକୁ ଦେଲା ଏବଂ ତାକୁ ଶୁଆଇବା ପରେ ନିଜେ ରୁମରେ ବସିଗଲେ। ସେ ଆଲମିରାରୁ ଗୋଟେ ପୁରୁଣା ଆଲବମ ବାହାର କଲେ। ସେଥିରେ ତାଙ୍କର ଏବଂ ଦୀପକଙ୍କ ଫଟୋ ଥିଲା। ସେମାନଙ୍କର କଲେଜ ଦିନ, ସେମାନଙ୍କର ବିବାହ ଏବଂ ଖୁସିର ମୁହୂର୍ତ୍ତ ଗୁଡ଼ିକ, ଯାହା ଏବେ କେବଳ ସ୍ମୃତି ହୋଇ ରହିଛି। ମୀରାର ଆଖି ଓଦା ହୋଇଗଲା। ସେ ମନେ ପକାଇଲା ଯେ ଦୀପକ ତାର ପ୍ରତ୍ୟେକ ସ୍ୱପ୍ନ କିପରି ପୂରଣ କରିବାକୁ ଚାହୁଁଥିଲେ, କିନ୍ତୁ ତାପରେ ସବୁକିଛି ବଦଳିଗଲା। ଦୀପକର ଚାକିରି, ତାଙ୍କର କ୍ୟାରିୟର ଏବଂ ତାଙ୍କର ମହତ୍ୱାକାଂକ୍ଷା ମୀରା ଏବଂ ସେମାନଙ୍କ ସମ୍ପର୍କ ଅପେକ୍ଷା ବଡ଼ ହୋଇଯାଇଥିଲା। ଛାଡ଼ପତ୍ର ପରେ ମୀରା ନିଜକୁ ସମ୍ଭାଳିବା ଆରମ୍ଭ କଲା। ସେ ଏକ ଛୋଟ ଚାକିରି ଆରମ୍ଭ କଲେ। ସେ ତାରାକୁ ବଡ଼ କଲେ ଏବଂ ତାଙ୍କ ଜୀବନକୁ ପୁନଃ ନିର୍ମାଣ କଲେ। କିନ୍ତୁ ଆଜି ଦୀପକର ମୁହଁକୁ ଦେଖି ତାଙ୍କ ମନରେ ପ୍ରଶ୍ନ ଉଠୁଥିଲା, କଣ ସେ ଦୀପକକୁ ସୁଯୋଗ ଦେବା ଉଚିତ କି? ସେ କଣ ତାରା ପାଇଁ ତାର ଅତୀତକୁ ଭୁଲି ପାରିବ? ପରଦିନ ସ୍କୁଲରୁ ଫୋନ ଆସିଲା। ତାରାର ଆଡମିସନ କନଫର୍ମ ହୋଇଗଲା ଏବଂ ମୀରାକୁ କିଛି କାଗଜପତ୍ର ଦାଖଲ କରିବାକୁ ପଡ଼ିଲା। ସେ ପୁଣି ସ୍କୁଲ ଗଲା, କିନ୍ତୁ ଏଥର ସେ ଦୀପକ ଠାରୁ ଦୂରତା ରଖିବାକୁ ମନ ସ୍ଥିର କରିସାରିଥିଲା। କିନ୍ତୁ ସ୍କୁଲରେ ସେ ଜାଣିପାରିଲା ଯେ ଦୀପକ ତାରାର ଫିସ୍ ଛାଡ଼ କରିଛନ୍ତି। ଏହା ଶୁଣି ମୀରା ରାଗିଗଲା। ସେ ଭାବୁଛି ସେ ଟଙ୍କା ଦେଇ ମୋ ହୃଦୟ କିଣିବ। ସେ ଦୀପକର ରୁମରେ ଡୋର ନ ବାଡ଼େଇ ପଶିଗଲା। ଏ କଣ ଦୀପକ, ତୁମେ ଭାବୁଛ ଫିସ୍ ଛାଡ଼ କରି ତୁମେ ମତେ ପ୍ରଭାବିତ କରିପାରିବ? ଦୀପକ ଶାନ୍ତ ସ୍ୱରରେ କହିଲା, ମୁଁ କେବଳ ତାରାକୁ ସାହାଯ୍ୟ କରିବାକୁ ଚାହୁଁଛି ମୀରା। ଏଥିରେ କୌଣସି ସ୍ୱାର୍ଥପରତା ନାହିଁ। ମୋତେ ତୁମର ସାହାଯ୍ୟର ଆବଶ୍ୟକତା ନାହିଁ। ମୀରା ତୀକ୍ଷ୍ଣ ସ୍ୱରରେ କହିଲା, କିନ୍ତୁ ତାରାକୁ ତାର ଆବଶ୍ୟକତା ଅଛି। ସେ ମଧ୍ୟ ମୋ ଝିଅ, ଦୀପକ ଧୀରେ କହିଲା। ଏହା ଶୁଣି ମୀରା ଆଶ୍ଚର୍ଯ୍ୟ ହୋଇଗଲା। ସେ କେବେ ଭାବିନଥିଲେ ଯେ ଦୀପକ ତାରା ବିଷୟରେ ଜାଣିବ। ମୀରାର ପାଦ ତଳୁ ମାଟି ଖସିଗଲା। ତୁମେ କିପରି ଜାଣିଲ? ସେ ଥରି ଉଠୁଥିବା ସ୍ୱରରେ ପଚାରିଲା। ଦୀପକ ଏକ ଗଭୀର ନିଶ୍ୱାସ ନେଲେ। ଛାଡ଼ପତ୍ର ପରେ ମୁଁ ତୁମର ପିଛା କରିନଥିଲି ମୀରା, କିନ୍ତୁ ମୁଁ 2 ବର୍ଷ ପୂର୍ବରୁ ଜାଣିଥିଲି ତୁମର ଝିଅ ଅଛି। ମୁଁ ହିସାବ ଲଗେଇଥିଲି, ତାରା ମୋ ଝିଅ, ଠିକ ନା? ମୀରା ଆଖିରେ ଲୁହ ଥିଲା। ତୁମର ତାକୁ ଝିଅ ବୋଲି କହିବାର କୌଣସି ଅଧିକାର ନାହିଁ। ତୁମେ ଆମକୁ ଛାଡ଼ି ଚାଲିଗଲ ଦୀପକ। ମୁଁ ଭୁଲ କରିଥିଲି ମୀରା। ମୁଁ ପ୍ରତିଦିନ ସେହି ଭୁଲ ପାଇଁ ପଶ୍ଚାତାପ କରେ, ଦୀପକ କହିଲା। ତାଙ୍କ କଣ୍ଠରେ ଯନ୍ତ୍ରଣା ଥିଲା। ମୀରା କିଛି ସମୟ ପାଇଁ ନୀରବ ରହିଲା। ତାପରେ ସେ କହିଲା, ତାରାକୁ ତୁମର ଆବଶ୍ୟକତା ନାହିଁ। ମୋ ପାଖରେ ତାର ସବୁକିଛି ଅଛି, କିନ୍ତୁ କେହି ତାର ବାପାଙ୍କ ସ୍ଥାନ ନେଇପାରିବେ ନାହିଁ, ଦୀପକ କହିଲା। ମୋତେ କେବଳ ଗୋଟେ ସୁଯୋଗ ଦିଅ। ମୁଁ ତାରା ପାଇଁ କିଛି କରିବାକୁ ଚାହୁଁଛି। ମୀରାର ମନ ଦ୍ୱନ୍ଦ୍ୱରେ ପଡ଼ିଗଲା। ସେ ଘରକୁ ଫେରି ସାରା ରାତି ଶୋଇପାରିଲା ନାହିଁ। ପରଦିନ ସେ ତାର ସାଙ୍ଗ ରାଧା ସହିତ କଥା ହେଲା। ରାଧା କହିଲା, ମୀରା, ତାରାର ଭବିଷ୍ୟତ ବିଷୟରେ ଚିନ୍ତା କର। ଯଦି ଦୀପକ ପ୍ରକୃତରେ ବଦଳି ଯାଇଛି, ତେବେ ତାକୁ ସୁଯୋଗ ଦେବା ଭୁଲ ହେବ ନାହିଁ। ମୀରା ବହୁତ ଚିନ୍ତା କଲା। ଶେଷରେ ସେ ଦୀପକକୁ ଡାକି କହିଲା, ମୁଁ ତୁମକୁ ତାରା ସହିତ ସାକ୍ଷାତ କରିବାକୁ ଦେବି। କିନ୍ତୁ ଦୀପକ ତୁରନ୍ତ ମୋର ସର୍ତ୍ତରେ ରାଜି ହୋଇଗଲା। ପ୍ରଥମ ସାକ୍ଷାତରେ ଦୀପକ ତାରା ପାଇଁ ଏକ କଣ୍ଢେଇ ଆଣିଥିଲେ। ତାରାର ହସ ଦେଖି ମୀରାର ହୃଦୟ ତରଳିଗଲା। ଦୀପକ ତାରା ସହିତ ସମୟ ବିତାଇଲେ। ସେ ତାକୁ ନୂଆ ନୂଆ କାହାଣୀ କହିଲେ ଏବଂ ତାର ପ୍ରତ୍ୟେକ କଥା ଧ୍ୟାନର ସହିତ ଶୁଣୁଥିଲେ। ମୀରା ଦୂରରୁ ତାଙ୍କୁ ଦେଖୁଥିଲା। ତାକୁ ଲାଗୁଥିଲା ଯେ ହୁଏତ ଦୀପକ ପ୍ରକୃତରେ ବଦଳି ଯାଇଛନ୍ତି। କିଛି ମାସ ବିତିଗଲା। ଦୀପକ ନିୟମିତ ଭାବରେ ତାରାକୁ ଭେଟିବାକୁ ଆସୁଥିଲେ। ସେ ତାକୁ ତାର ସ୍କୁଲ ହୋମୱାର୍କରେ ସାହାଯ୍ୟ କରୁଥିଲେ। ସେ ତାକୁ ପାର୍କକୁ ନେଇଯାଉଥିଲେ ଏବଂ ତାର ଛୋଟ ଛୋଟ କଥାରେ ହସୁଥିଲେ। ତାରା ତାକୁ ଦୀପକ ଅଙ୍କଲ ବୋଲି ଡାକୁଥିଲା ଏବଂ ମୀରା ତାକୁ ଏପର୍ଯ୍ୟନ୍ତ ସତ କହିନଥିଲା। କିନ୍ତୁ ଦୀପକର କଠିନ ପରିଶ୍ରମ ଏବଂ ନିଷ୍ଠା ଦେଖି ମୀରାର ରାଗ ଧୀରେ ଧୀରେ କମିବାକୁ ଲାଗିଲା। ଗୋଟିଏ ଦିନ ସ୍କୁଲରେ ଏକ ଅଭିଭାବକ ଶିକ୍ଷକ ବୈଠକ ଥିଲା। ମୀରା ଏବଂ ଦୀପକ ଉଭୟ ସେଠାରେ ଉପସ୍ଥିତ ଥିଲେ। ତାରାର ଶିକ୍ଷକ କହିଲେ, ତାରା ବହୁତ ବୁଦ୍ଧିମାନ
ଏବଂ ତାର ପିତାମାତାଙ୍କ ସମର୍ଥନ ଦେଖି ବହୁତ ଭଲ ଲାଗୁଛି। ଏହା ଶୁଣି ମୀରା ଏବଂ ଦୀପକ ପରସ୍ପରକୁ ଚାହିଁଲେ। ମୀରା ଦୀପକକୁ ଚାହିଁ ପ୍ରଥମ ଥର ପାଇଁ ହସିଲେ। ସେହି ରାତିରେ ଦୀପକ ମୀରାଙ୍କୁ କଫି ପାଇଁ ନିମନ୍ତ୍ରଣ କରିଥିଲେ। ମୀରା ହଁ କହିଥିଲେ। କଫି ଦୋକାନରେ ବସି ଦୁହେଁ ପୁରୁଣା କଥା ବିଷୟରେ କଥା ହୋଇଥିଲେ। ଦୀପକ କହିଥିଲେ ଯେ ଛାଡ଼ପତ୍ର ପରେ ସେ ବହୁତ କିଛି ହରାଇଛନ୍ତି। ସେ ତାଙ୍କର ଭୁଲ ସଂଶୋଧନ କରିଛନ୍ତି ଏବଂ ସ୍କୁଲରେ ପିଲାମାନଙ୍କ ପାଇଁ କାମ କରି ଶାନ୍ତି ପାଇଛନ୍ତି। ମୁଁ ତୁମକୁ ଆଉ କିଛି ମାଗୁନାହିଁ ମୀରା, ଦୀପକ କହିଲେ। ମୁଁ କେବଳ ଚାହୁଁଛି ତାରା ଏକ ସମ୍ପୂର୍ଣ୍ଣ ପରିବାର ପାଉ। ମୀରା କିଛି କହିଲେ ନାହିଁ, କିନ୍ତୁ ତାଙ୍କ ମନରେ ଏକ ନୂତନ ଆଶା ସୃଷ୍ଟି ହେଲା। ସମୟ ବିତିଗଲା। ମୀରା ଏବଂ ଦୀପକ ଏବେ ସେମାନେ ବନ୍ଧୁ ହୋଇ ଯାଇଥିଲେ। ସେମାନେ ତାରା ପାଇଁ ଏକାଠି କାମ କରୁଥିଲେ। ଦିନେ ତାରା ମୀରାଙ୍କୁ ପଚାରିଲା, ମମି, ଦୀପକ ଅଙ୍କଲ କାହିଁକି ମୋ ବାପା ହୋଇପାରିବେ ନାହିଁ? ମୀରା ହସିଲା। ସେ ତାରାକୁ କୁଣ୍ଢେଇ ପକାଇ କହିଲେ, ହୁଏତ ଗୋଟିଏ ଦିନ ମୋ ଧନ କାହାଣୀର ଏକ ସୁଖଦ ଅନ୍ତ ଥିଲା ନା ଦୁଃଖଦ, ଏହା ଏକ ନୂତନ ଆରମ୍ଭ ଥିଲା। ମୀରା ଏବଂ ଦୀପକ ସେମାନଙ୍କର ଅତୀତକୁ କ୍ଷମା କରିଦେଇଥିଲେ ଆଉ ତାରା ପାଇଁ ଏକ ଭଲ ଭବିଷ୍ୟତ ସୃଷ୍ଟି କରିବାକୁ ଚେଷ୍ଟା କରୁଥିଲେ। ମୀରା ଆଉ ଲକ୍ଷ୍ନୌର ରାସ୍ତାରେ ଏକା ଚାଲି ନଥିଲେ। ତାଙ୍କ ସହିତ ତାରାର ହସ ଏବଂ ଦୀପକଙ୍କ ସାଥ ଥିଲା, ଯାହା ହୁଏତ ପୁଣି ଏକ ପରିବାର ହେବା ଆଡ଼କୁ ଗତି କରୁଥିଲା। ଯଦି ଆପଣଙ୍କୁ ଆମର କାହାଣୀ ପସନ୍ଦ ଆସିଛି ତେବେ ଦୟାକରି ଆମ ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ। ଏହିପରି ଏକ ନୂତନ କାହାଣୀ ସହିତ ପୁଣି ଥରେ ଦେଖାହବ। ଧନ୍ୟବାଦ। ଜୟ ଜଗନ୍ନାଥ।